ରାମ ନାରାୟଣ ରାମ। ତୃପ୍ତି କେବେ ବି ରହିଯାଏ। କୌଣସି ପରିପୂର୍ଣ୍ଣତା ନହେଲେ ଏବଂ ଯେତେବେଳେ ଖୋଜିବ ଦେଖିବେ ଯେ କୌଣସି ଜିନିଷରେ ବି ତୃପ୍ତି ନାହିଁ। ଲୋକେ ଛେଳି ମାଂସ ଖାଏ, କିନ୍ତୁ ଯେତେବେଳେ ଏହାକୁ କଟିବାରେ ଦେଖେ ତାପରେ ଲାଗେ ଯେ ସବୁ ଫିଙ୍ଗି ଦେଉ। ଯଦି କାହାକୁ ପଚରାଯାଏ ଆପଣ ମାଂସ ଖାଆନ୍ତି ଓ ଭଲ, ତେବେ ଶ୍ଲେଷ୍ମା ଖାଆନ୍ତି କି ତୁରନ୍ତ ତାଙ୍କୁ ତାଡ଼ି ଦିଆଯିବ। ତାହାହେଲେ ଛେଳିର କୀଟରେ ବି ଏହି ଅବସ୍ଥା ରହିଛି ଯେ ଅଞ୍ଚଳ ମଧ୍ୟରେ ଛେଳି ମାଂସ ରହିଛି, ସେଥିରେ କାହିଁକି କାହାରି ଆଗ୍ରହ ନାହିଁ। ଲୋକେ ଛେଳି ମାଂସ ଖାଆନ୍ତି, କିନ୍ତୁ ଛେଳିର ଚର୍ମ ନୁହେଁ, ତାର କେଶ ନୁହେଁ, ଶ୍ଲେଷ୍ମା ନୁହେଁ। ତାହାହେଲେ ତେବେ କ'ଣ ଖାଆନ୍ତି? ଏପରି ପଚାରିଲେ ଲୋକ ଭୟରେ ପଳାଇଯିବେ। ଏହି ସଂସାରରେ ସମସ୍ତ ଦ୍ୱନ୍ଦ୍ୱ ମାତ୍ର କାମ ଏବଂ ଧନ ପାଇଁ ହୋଇଥାଏ। ଏହି ଜଗତରେ ଦେବତା ମଧ୍ୟ ଏହି ଦୁଇଟି ଜିନିଷ ପାଇଁ ଖୋଜାଯାନ୍ତି। ଏହି ଦେଶରେ ପଥର ମଧ୍ୟ ଦେବତା ଅଛନ୍ତି, ଭାଷା ଅଛି, କିନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶାନ୍ତି ଖୋଜିବା। ତେ ଜିନିଷ ଅଛି, କିନ୍ତୁ ମଣିଷ ଅସଲରେ ଶାନ୍ତି ଚାହିଁଥାଏ। ଚର୍ମ ଉପରେ ଦେଖିଲେ ସୁନ୍ଦର ଲାଗେ, କିନ୍ତୁ ଏହାକୁ ହଟାଇଲେ ଅନ୍ୟ କିଛି ରହିନଥାଏ। ଲୋକ ମାତ୍ର ଚର୍ମକୁ ଭଲ ପାଉଛନ୍ତି। ଜଗତର ସର୍ବାଧିକ ସୁନ୍ଦରୀଙ୍କ ଶରୀରରୁ ଚର୍ମ ଉଖଳି ଦିଆଗଲେ ସମସ୍ତେ ନାକ ଢାକି ପଳାଇଯିବେ। ମହାସୁନ୍ଦରୀଙ୍କ କେଶ, ଥୁକୁ, ହାଡ଼, ମାଂସ, କିଏ ଏହି ଜିନିଷକୁ ପ୍ରେମ କରେ? ତେବେ ପ୍ରେମ କେଉଁଠି? ଚର୍ମରେ କି ନା ଏହି ଅନ୍ତର୍ନିହିତ ଅଂଶରେ? ତେବେ ଏହି ପ୍ରେମ କି ଏକ ନିର୍ମିତ ମିଥ୍ୟା ଆକର୍ଷଣ? ମହାସୁନ୍ଦରୀଙ୍କ ମାଂସ ଯଦି ଭଲ ଭାବରେ ରାନ୍ଧି 50ଟି କଟୋରୀରେ ପ୍ରସ୍ତୁତ କରାଯାଏ, ତେବେ ଲୋକେ ପଳାଇଯିବେ। ଏହା ଅର୍ଥ ହେଉଛି ଏଠି କୌଣସି ପ୍ରେମ ନାହିଁ। ତେବେ କ'ଣ ଜାଗିଉଅଛି? କ'ଣ ଚାହିଁଉଛି? ମଣିଷ ଗୁପ୍ତ ଶବ୍ଦ ଶୁଣିବାକୁ ଚାହେଁ। ମୃଗ ନାଭିର ଗନ୍ଧରେ ବାଉଲ ହୋଇ ଏଠି ସେଠି ଘୂରେ। ତାହା ଅନ୍ତର୍ନିହିତ କସ୍ତୁରୀକୁ ଦେଖିବା ଉଦ୍ଦେଶ୍ୟରେ ସମସ୍ତ ଜଗତ ଘୂରି ମରିଯାଏ। ଆମେ ମଧ୍ୟ ଏମିତି ଆମ ପରମ ଗୁରୁତ୍ୱପୂର୍ଣ୍ଣ ନିନାଦ ଖୋଜୁଥାଉ ଏବଂ ଏହାର ଖୋଜାରେ ଶେଷରେ ମରିଯାଉ। ଯଦି ଚର୍ମ ଉଖଳି ଦିଆଯାଏ, ତେବେ ସମସ୍ତ କବିମାନଙ୍କର କଲମ ରୁକିଯିବ।